ବାରଟି ଆଜି ଥିଲା ବୁଧବାର ଯେହେତୁ ସକାଳୁ ସକାଳୁ ମାଛ ଆସିଯାଇଛି ତଥାପି ମାଛ ଆସିଲା ବେଳକୁ ହେଇଥିଲା 9ଟା ଆଉ ମାଛରେ ଆସିଯାଇଛି ପାଣିଆଖିଆ ମାଛ। ତ ପାଣିଆଖିଆ ମାଛ ଆସିଛି ପିଲାମାନେ ତ କଣ୍ଟା ମାଛ ଖାଇପାରିବେନି ଆମ 2 ଜଣଙ୍କ ପାଇଁ ଆସିଛି ମାଛ ତାଙ୍କ ପାଇଁ ଦ୍ୱିପହରକୁ କ'ଣ ହେବ କ'ଣ ନାହିଁ ସିଏ ଅଲଗା କଥା। ତ ଏଇଠି ମାଛ ତାକୁ ଟିକେ ସଫା କରିଦେବା। ହ୍ୟାଲୋ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ କେମିତି ଅଛନ୍ତି ଆଶା କରୁଛି ବହୁତ ଭଲ ଥିବେ ମୁଁ ବି ଗୋଟେ ପ୍ରକାର ଭଲରେ ଅଛି। ଆଜି ହେଲା ବୁଧବାର ଟାଇମ୍ ହେଲାଣି 9ଟା ମୁଁ କିଛି ଏପର୍ଯ୍ୟନ୍ତ ଖାଇବା ପିଇବା କରିନି ଏବେ ମାଛ ଆଣିକି ଆସିଲେ ପାଣିଆଖିଆ ମାଛଟା ତାକୁ ଏବେ ଧୋଇ କରି ଟିକେ ଧୋଇଯିବି ଭଜାଭୁଜି କରିବି ସେ ତ ପଖାଳ ଖାଇବେ ଆଉ କ'ଣ ଖାଇବି ଦେଖୁଛି କ'ଣ କରିବି ତ ଭିଡ଼ିଓରେ ବନେଇ ରୁହନ୍ତୁ ଆଜିର ଦିନଟି କେମିତି କରୁଛି କ'ଣ ନାହିଁ ଆପଣଙ୍କ ସାଙ୍ଗରେ ସେୟାର କରୁଛି ତ ବନେଇ ରୁହନ୍ତୁ ଚାଲନ୍ତୁ ସାଙ୍ଗମାନେ ଏବେ ଯିବା ଆରମ୍ଭ କରିବା ରୋଷେଇ। ତ ଏଠି ଭଜାଭଜି କରିବା ପାଇଁ ଆସିଥିଲି ଭାତ ମୁଁ କ'ଣ କରିଥିଲି ନା ଭାତ ଟିକେ ବସାଇ ନେଇ ଫୁଟାଇ ଦେଲି ଯେହେତୁ ଚାଉଳ ଟିକେ ମୋର ବହୁତ ସମୟ ଫୁଟୁଛି ତାକୁ ବସାଇ ଫୁଟାଇକି ତାକୁ ବନ୍ଦ କରି ଗୋଟେ ସାଇଡ଼୍ କରିଦେଲି। ତାପରେ ମୁଁ ଏଠି ଭଜାଭଜି ମାଛ ଟିକେ ଭାଜିବି ପଖାଳ ଖାଇବେ ପଖାଳ ତ କମ୍ପଲସରି ଆଉ କ'ଣ କହିବି ଶୀତରେ ବି ପଖାଳ ଖରାରେ ବି ପଖାଳ ଯାହାହେଲେ ପଖାଳ ଟିକେ ସେ ଖାଇବେ ମାଛ ଭଜା ହେବ ତାଙ୍କୁ ଭାଜିକି ଦେଇ ସାରିଲେ ତାପରେ ମୁଁ କ'ଣ ଖାଇବି ନ ଖାଇବି ସେ ଅଲଗା କଥା। ଆଜି ବୁଧବାର ଆଜି ବହୁତ ସାରା କାମ ଅଛି ଆଜି ଫ୍ରିଜ୍ର ବି କିଛି କାମ ଅଛି ଫ୍ରିଜ୍ର କ'ଣ କି ଆମେ ଫ୍ରିଜ୍ର ଯେଉଁ ଆଣିଥିଲୁ ଆମେ ଫ୍ରିଜ୍ଟା ତା'ର କଭର୍ଟା ମାନେ ତା ଷ୍ଟାଣ୍ଡଟା ଆମେ ଆଣିନଥିଲୁ ତ ଷ୍ଟାଣ୍ଡଟା ଯେହେତୁ ଆଣିନଥିଲୁ ତା ଭିତରେ କେମିତି ଗୋଟେ ମୂଷା ପଶିକିରି ମୂଷା ତ ଉପର ଘରକୁ ଆସିବା କଥା ନୁହେଁ ଇଏ ଛାତ ପଟେ କେମିତି ଆସିକିରି ପଶିକିରି ସେ ଯେଉଁ ସୋଲ ଗୁଡ଼ାକ ସବୁ କାଟି ପକାଇଛି ତେଣୁ ତାକୁ ଫେର ଚେଞ୍ଜ କରିକିରି ଫ୍ରିଜ୍ ଯାଇଥିଲୁ ଷ୍ଟାଣ୍ଡଟା ଆଣିବା ପାଇଁ ସିଏ କହିଲେ ଯେ ଆଉ ଷ୍ଟାଣ୍ଡଟା ଏମିତି ନେଇ ହେବନି ସିଏ ଯାଇକିରି ଆପଣଙ୍କ ଘରେ ଲଗାଇ ଦେଇ ଆସିବେ। ତ କାଲି ଆମେ ସନ୍ଧ୍ୟାବେଳେ ଯାଇକିରି କହିକିରି ଆସିଥିଲୁ ସିଏ ଆଜି ଆସିଲେ ଆଜି ଆସିକିରି ଷ୍ଟାଣ୍ଡ ନେଇକିରି ଆସିଲେ ସେ 3ଟା ଷ୍ଟାଣ୍ଡ ନେଇକିରି ଆସିଥିଲେ ଯେଉଁଟା ଫିଟ୍ ହେବ ଆଉ ଷ୍ଟାଣ୍ଡ ଗୁଡ଼ା ବି ବହୁତ ପଇସା ଯେ ମୁଁ କହିଲି ସିନା ପ୍ଲାଷ୍ଟିକ୍ ଷ୍ଟାଣ୍ଡଟା ହେଇଯିବ ନା ନାହିଁ ପ୍ଲାଷ୍ଟିକ୍ ଷ୍ଟାଣ୍ଡ ନୁହଁ ଏ ଲୁହାର ଷ୍ଟାଣ୍ଡଟା ହିଁ ଲାଗିବ। ତ ଫ୍ରିଜ୍ ଅନୁସାରେ ଡବଲ୍ ଡୋର୍କୁ ଏଇଟା ହିଁ ଏଇ ଷ୍ଟାଣ୍ଡ ହିଁ ଠିକ୍ ଅଛି ଏମିତି କହିଲେ ମୁଁ କହିଲି ହଉ ଠିକ୍ ଅଛି ଏଇକୁ ଲଗାଇଲୁ ଆଉ ତ ପୁରା ଘର କ୍ଲିନ୍ ହେଲା କିଚେନ୍ ବେଡ଼ରୁମ୍ ଏଗୁଡ଼ା ସବୁ କ୍ଲିନ୍ ହେଲା ଗୋଟେ କାମ ଯଦି ହେଲା ତାହେଲେ ଆଉ ବାକି କାମ ହିଁ ସବୁ ହେବ ସେଗୁଡ଼ା ସବୁ କ୍ଲିନ୍ କଲୁ କାହିଁକି ନା କାଳେ ମୂଷା ଥିବ କିନ୍ତୁ ମୂଷା ନାହିଁ ସବୁଆଡ଼େ ଆମେ ଦେଖି ସାରିଲୁ କିନ୍ତୁ କେଉଁ ପଟେ ମୂଷା ଗଲା ଆମେ ତା'ର ପତା କଥା ପାଇଲୁନୁ। ତ ଏଇଠି ସଫାସଫି ସବୁ କାମ ଚାଲିଛି ସେ ତାଙ୍କର ଆସିକିରି ଲଗା କରୁଛନ୍ତି ତ ମୁଁ ଯେହେତୁ ସେ କରିକିରି ଗଲେ ମୁଁ ଯାହା ଥିଲା ବାକି ସବୁ ଯାହା ହେଲେ 15 ଦିନ 20 ଦିନ ସଫା ହୁଏ ଆଉ ଏଇ ଫ୍ରିଜ୍ଟା ଇଏ ହେବ ବୋଲି ମୁଁ ସଫା କରିନଥିଲି ଆଉ ଯେହେତୁ କଣ୍ଟା ମାଛ ଆମ ପାଇଁକା ଆସିଥିଲା ତାଙ୍କ ପାଇଁକା ବିରିୟାନୀ ଆସିଥିଲା ସେ ଭାଇ ଭଉଣୀଙ୍କୁ ବିରିୟାନୀ ଖାଇବେ କଣ୍ଟା ମାଛ ଖାଇପାରିବେନି ଆମର ପାଣିଆଖିଆ ମାଛ ଝୋଳ ଭାତ। ତ ଏଇଠି ସମୟ ହେଇଯାଇଥିଲା 2:30 ପାଖାପାଖି ଆଉ ଏଇଠି ଆଉ ଇଏ ନାହିଁ ଜିନୁ ତରକାରୀ କରିଥିଲା ମୁଁ ଆଉ କରିପାରିନଥିଲି ଏଗୁଡ଼ାକ ଫେର ଅଛି ଘର ପୋଛାପୋଛି ହେବ ଖାଇସାରିଲେ ଆଉ ଭିଡ଼ିଓ ମୁଁ କିଛି କରିନି ବାସ୍ ଏତିକିରେ ହିଁ ଷ୍ଟପ୍ କରିଛି ଆଉ ଯାହା ବାକି ଭିଡ଼ିଓ ମୁଁ କରିବି ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସାଙ୍ଗରେ ମୁଁ ସେୟାର କରିବି। ଭିଡ଼ିଓଟିକି ଦେଖନ୍ତୁ ଲାଇକ୍ କରନ୍ତୁ ନ୍ୟୁଜରେ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ତ ଏଇଠି ପାଣିଆଖିଆ ମାଛର ଝୋଳ ତ ଭାଇଟି ଖିଆ ହେଲା ତାଙ୍କର ବି ନାହିଁ ରଖୁଛି ସାଙ୍ଗମାନେ ଜୟ ଜଗନ୍ନାଥ ନେକ୍ସଟ ଭିଡ଼ିଓ ଦେଖାହେବି।